ମୋ ପାଖରେ ତଥ୍ୟ ପ୍ରମାଣ ଅଛି। ତଥ୍ୟ ପ୍ରମାଣ ଘେନିକି ଆସିଛି। ଭକ୍ତ ଦାସ ଯେତେବେଳେ କହିଥିଲେ କ୍ରିମିନାଲ ବୋଲି, କ୍ରିମିନାଲ ଯୋଉମାନେ ଆଗେ ଜାଣିବା ଦରକାର, ଯୋଉମାନେ କ୍ରିମିନାଲ ଦୋଷୀ ସାବ୍ୟସ୍ତ ନ ହୋଇଥାନ୍ତି କ୍ରିମିନାଲ କହିହେବ ନାହିଁ। କେସ୍ ସମସ୍ତ ନାଁରେ ହୁଏ, ଓଡ଼ିଶା ସାରା ଭାରତ ସାରା ସବୁ ଲୋକ ନାଁରେ କେସ୍ ଅଛି। ଭକ୍ତ ଦାସ ନାଁରେ ମଧ୍ୟ ଏତିକିଟି କେସ୍ ଅଛି, ପୁରା ସଙ୍ଗୀନ ଅଭିଯୋଗ। ଲାଞ୍ଚ ମାଗିବା କେସ୍, ଏଇଟା ବହୁତ କେସ୍ ହେଇଛି। ଲାଞ୍ଚ ମାଗିବା କେସ୍ ଖାଲି ମାଗିଛନ୍ତି, ସବୁ କେସ୍ ହେଇଛି। ଦେଖନ୍ତୁ ଆପଣଙ୍କୁ କପି ବି ଦେଇଦଉଛି। ଏଇଟା ହଉଛି ତାଙ୍କ ନାଁରେ ବୋଧେ 6ଟା ପରେ ବୋଧେ କେସ୍ ଅଛି। 11 ମସିହାରୁ ଚାଲିଛି, ବିଭିନ୍ନ ଜିଲ୍ଲାରେ ଅଛି, ଖାଲି ଗୋଟେ ଜିଲ୍ଲାରେ। ଆଗେ ଦେଖଉଛି ତାଙ୍କ ବିଷୟରେ, ତାଙ୍କ ପୁଅଙ୍କର ବି ଅଛି। ପୁଅଙ୍କ ନାଁରେ ବି କେସ୍ ଅଛି, ଦେଖିପାରନ୍ତି। ଏ କପି ମଧ୍ୟ ମୁଁ ଦେଇଦେବି। ତେଣୁକରି କେସ୍ ତ ଅଛି ଆପଣଙ୍କ ନାଁରେ, ଆପଣ ଏତେ ବଡ ସାହସ କଲେ କେମିତି? ଏଇଟା ମୁଖ୍ୟ କଥା। ସତୀ ସାବିତ୍ରୀ ହଉଥିବା ଲୋକ ଜଣେ ଇଏ ଆଗେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦବା ତାଙ୍କ ପକ୍ଷେ ସବୁଠାରୁ ଭଲ ହବ। ସେ କହିଥିଲେ ମୁଁ ଗାନ୍ଧୀ ବାଟରେ ଯାଉଛି, ଯାହାଙ୍କର କେସ୍ ବେଶ ଅଛି ସିଏ ସବୁ ମୁଁ ଦଳରେ ସୁଯୋଗ ଦେବି ନାହିଁ, ଦଳରେ ମୁଁ ତାଙ୍କୁ ରଖିପାରିବି ନାହିଁ। ଆପଣଙ୍କ ନାଁରେ କେସ୍ ଅଛି, ଆପଣ ପୁଅ ନାଁରେ କେସ୍। ଆଗେ ନୀତି ନୈତିକ ଦୃଷ୍ଟିରୁ ଆଗେ ଇସ୍ତଫା ଦେଇଦେବା ଭଲ। ଆପଣଙ୍କ ନାଁରେ ସମସ୍ତ ପ୍ରମାଣ ଆପଣମାନଙ୍କୁ ବର୍ତ୍ତମାନ ମିଡିଆକୁ ଦଉଛି, ଆପଣ ଦେଖିବେ। ଆଜ୍ଞା ଯଦି ଦେଖିବା ଆମ ଓଡ଼ିଶା ଇତିହାସ, ରାଜନୈତିକ ଇତିହାସରେ ପ୍ରଥମ ଘଟଣା, ଜଣେ ବିରାଟ ଗୋଟେ ପଟୁଆର 20,000 ପାଖାପାଖି ସମର୍ଥନ ନେଇକି ଆସି ଗୋଟେ ଜାତୀୟ ଦଳ ନିଶ୍ଚୟ କରୁଛି, ତାକୁ ଗେଟ୍ ବନ୍ଦ କରାଯାଉଛି। ସେ ଆପଣ ଗୋଟେ ରାଜନୈତିକ ଦଳ ସାମିଲ ହେବା ପାଇଁ ଚାଇଥିଲେ, ଗୋଟେ ନୂଆ ଜୀବନ ଆରମ୍ଭ କରିବାକୁ ଚାଇଥିଲେ, କିନ୍ତୁ ପ୍ରଥମ ହିଁ ଆପଣଙ୍କୁ ଗୋଳଟଣା ଭଳି କାମ କରାଗଲା। କୋଉଠି ଯୁଦ୍ଧ ଦେଇ ଡାକରା ହେଇଛି। ଶୁଣନ୍ତୁ, ଗୋଳଟଣା ଯୋଉ କଥା କହୁଛନ୍ତି ସେଇଟା ନୁହଁ, ଅଲଗା ଦଳର ନିର୍ଦ୍ଦେଶରେ କାମ କରୁଛନ୍ତି। କି ଭକ୍ତ ସେ? ହଁ, ଭକ୍ତ ସେ କଂଗ୍ରେସ ଦଳ ମାନେ ଖାତାରେ କାମ କରୁଛନ୍ତି, ଅଲଗା ଦଳ। ଶୁଣନ୍ତୁ, ସିଏ ହଉଛି ଦଳଟିଆ ଲୋକ। ସିଏ ଦିନେ ରାଜୀବ ଗାନ୍ଧୀକୁ ବୋଫର୍ସ ମାମଲାରେ ସେ କହିଥିଲେ ଯେ ରାଜୀବ ଗାନ୍ଧୀ ଚୋର, ଦେଶଦ୍ରୋହୀ। ସିଏ ଆଜି କଂଗ୍ରେସର ପିସି ସଭାପତି କହୁଛନ୍ତି ଗାନ୍ଧୀ ମାର୍ଗ ଥିଲେ ତମ ନାଁରେ କେସ୍ ଅଛି। ସିଏ ତ ଅଲଗା କଥା। ଗାନ୍ଧୀ କଥା କହିବା ପୂର୍ବରୁ ଗାନ୍ଧୀଙ୍କ ଆଚାର ଉଚ୍ଚାରଣ ଜାଣିବା ଦରକାର, ତାଙ୍କ ସଭ୍ୟତା ଶିଖିବା ଦରକାର, ଶିଷ୍ଟାଚାର ଶିଖିବା ଦରକାର, ଭାଷାର ବ୍ୟବହାର ଠିକ ଦରକାର। ସେ ସବୁ ସେ ଯୋଉ ପିସି ଜଣେ ସଭାପତି କୋଉଠି ମୋର କଥାବାର୍ତ୍ତା କରାଯାଏ ଆପଣ ଦେଖିଛନ୍ତି ନିଜେ। ତାର ଉତ୍ତର ମୁଁ ଆଜି ଦେଲି। କ୍ରିମିନାଲ କାହାକୁ ମୁଁ ଚାହିଁଲେ ଡିଫରେନ୍ସ କେସ୍ କରିପାରିବି। ସେ ଜାଣନ୍ତୁ, ତାଙ୍କ କଥାର ଉତ୍ତର ମୁଁ କଥାରେ ଦଉଛି। ଆଜ୍ଞା ସେ କାଲି କହୁଛି ଆପଣ ଫାଲତୁ ଲୋକ। କାଲି ଗଣମାଧ୍ୟମରେ ଗୋଟେ ଗଣମାଧ୍ୟମରେ ଖବର ପଠାଇ ଦେଇଛି, ତାଙ୍କ ବକ୍ତବ୍ୟ ଦର୍ଶକ ସେ ନାଙ୍କୁ କିଏ ସେ ଗଣନାଟ୍ୟ ମାଲିକ, ସେ ଫାଲତୁ ଲୋକ ଏମିତି କହିଛି। ଗଣନାଟ୍ୟ ମାଲିକରେ 2,000 ଲୋକଙ୍କୁ ଚାକିରି ଦେଇଛି, ସିଏ କେତେ ହଜାର ଲୋକଙ୍କୁ ଚାକିରି ଦେଇଛନ୍ତି। ଆଉ ସିଏ ମୁଁ ତାଙ୍କୁ ପ୍ରକୃତ ଥରେ ଦେଖିଛି, ଯୋଉ ପରମିଶନ ଯୋଉ ଇଏ ଦିନ 15 ତାରିଖ ଯୋଉ ଡେଟ୍ କଲା ଦିନ ସୁରଙ୍ଗ ବସା ଯାଇଥିଲେ, ତାପରେ କଥା ହେଲେ ଯୋଉ ଫୋନରେ 2 ଥର ମୁଁ ତାଙ୍କୁ ଆଖିରେ ଦେଖିନି। ମତେ କିନ୍ତୁ ଓଡ଼ିଶା ସାରା ଦେଖିଛନ୍ତି, ଜାଣିଛନ୍ତି। ତାଙ୍କୁ ମୁଁ ଏତେ ମତେ କାହିଁ ସେ ଯୋଉ ଫାଲତୁ ଲୋକ କହିଛନ୍ତି, ଫାଲତୁ ଲୋକ କିଏ ଆପଣ ମାନେ ଦେଖୁଥିବେ। ତାଙ୍କର ଆହୁରି ବିସ୍ତୃତ ବିବରଣୀ ଗୋଟେ ଥର ତ ମୁଁ ଦେଇଦେଲେ ହବନି, ପ୍ରତ୍ୟେକ କାଉଣ୍ଟରରେ ମୁଁ କାଉଣ୍ଟର ଦେବି। ଅଛି, ଆପଣ କପି ନେଇପାରନ୍ତି। କେସ୍ ଅଛି, କଳାହାଣ୍ଡିରେ ଅଛି, ବଲାଙ୍ଗୀରରେ ଅଛି, ନୂଆପଡାରେ ଅଛି, ଏ 3ଟା ଜାଗାରେ ଅଛି। ବିଭିନ୍ନ ଜାଗାରେ ଅଛି। ଲାଞ୍ଚ ନେବା କେସ୍, ଆଉ ଜୋର ଜବରଦସ୍ତ ଧମକ ଦେଇ ଅଫିସରଙ୍କୁ ଧମକ ଦେବା, ବିଭିନ୍ନ ପ୍ରକାର କେସ୍ ଅଛି। ସିଏ ଭାବି ଦେଇଥିଲେ ଆମେ ମତେ ସେଇଟା ରୋଗ ତାଲା ପକେଇଥିଲେ, ଆମେ ମତେ ଭଙ୍ଗା ଭାଙ୍ଗି ଇଏ କରିଦେବୁ। ସେମିତି ଆପଣ ହିଂସାତ୍ମକ ପଦକ୍ଷେପ ନେଲେନି କଣ? ନା, ହିଂସାତ୍ମକ କଣ, ଦଳରେ ମିଶିବି। ଆଉ ଗୋଟେ ଅଛି ଭବାନୀପାଟଣାରେ ଅଛି, ତାଙ୍କ ପୁଅଙ୍କ ନାଁରେ। ଭବାନୀପାଟଣା 2ଟା ଅଛି। ତାହେଲେ ଆଉ ଗୋଟେ କଥା କାଲି ମଧ୍ୟ ସେ ସେମ୍ ସବୁ ଲାଞ୍ଚ ଆପଣ କପି ଦେଖିଦେବେ। ଆଜ୍ଞା ଗୋଟେ କଥା ଯେ ଆପଣ କାଲି ଗୋଟେ ବଢିଆ କଥା କହିଥିଲେ ଯେ କାଲି କହିଲେ ଗୋଟେ ଭିଡିଓ ଆଉ ଅଡିଓ ବାହାର କରି ରାସ୍ତାରେ ଚାଲି କରିବେ। ଆପଣ ବର୍ତ୍ତମାନ ଆପଣ ଦେଖୁଛନ୍ତି କଣ ଜାଣିଛନ୍ତି,
এটা ସବୁ କଣ ଫିଲ୍ମଟା କଣ ଏକାବେଳେ ଦେଇଦେବା ଆଚ୍ଛା ଗୋଟେ ଟ୍ରେଲର ଚାଲିଛି ପ୍ରତ୍ୟେକ ପ୍ରଶ୍ନର ମୁଁ ଆନ୍ସର ଦେବି ନା ଆଉ ସିଏ ଯୋଉ ବାଇଟଟା ଦେବେ ତାର ପ୍ରତି ଉତ୍ତର ତ ମୁଁ ରଖିବି ତା କାଉଣ୍ଟର ଦେବି ନା ଏକାଥରେ ସବୁ ଦେଇଦେବା ତାହେଲେ ସିନେମା କ୍ଲାଇମାକ୍ସଟା କେବେ ହବ? ଆପଣ କ୍ଲାଇମାକ୍ସଟା ଟାଇମ୍ ଅଛି ଚାଲିଛି ପ୍ରତି ଦିନେ ଛାଡ଼ି ଦିନେ ଚାଲିବ ତାଙ୍କର ପ୍ରତି ଉତ୍ତର ଦେବି ଲାଷ୍ଟ ଦିନ ଯୋଉ ଦେବି ସେଦିନ ଆପଣ ସେଟା ଚାପ୍ଟର କ୍ଲୋଜ ହବ ଆଚ୍ଛା, ଯଦି ଦେଖିବା ସାଡେ ବିଗୁଲ ବାଜି ମାନେ ନୋମିନେସନ ଆରମ୍ଭ ହେଇଗଲା ନୂଆପଡାରେ କଂଗ୍ରେସ ସଭାପତି ସେଠି କିନ୍ତୁ ଆପଣ ଏଇଭଳି ଯୋଉ ବିଷେଦଗାର କରୁଛନ୍ତି ସେ ଆପଣଙ୍କ ପ୍ରଚାରକୁ କରୁଛନ୍ତି ମୁଁ ବିଷୋଦଗାର କରୁନି ତାଙ୍କ ପ୍ରଶ୍ନର ଉତ୍ତର ଦଉଛି କାଉଣ୍ଟର କରୁଛି ସିଏ କହୁଛନ୍ତି କ୍ରିମିନାଲ ନିଜେ ହଉଛନ୍ତି କ୍ରିମିନାଲ ତାହେଲେ ତ ସିଏ ଏଥର କଂଗ୍ରେସ ଦଳ ଭାବୁଛନ୍ତି ସେଠି ମାନେ ଗୋଟେ ଅଲଗା ପରିସ୍ଥିତି ସୃଷ୍ଟି ହେଉଛି, ତାର ଦଳ କ୍ଷତି ହଉଛି କାହାର ଭାବୁଛି ନା ଦଳ କାହିଁକି ଦେବ ଦଳର ସେ କ୍ଷତି କଲେ ଏଇଥିପାଇଁ ଦାସ ମଧ୍ୟ ବାଇଟ୍ ଦେଇଥିଲେ କହୁଥିଲେ ଯେ ଅନନ୍ତ ନାରାୟଣ ଦଳ ଯିଏ ଓଡିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି କି ଆମର କଂଗ୍ରେସର ଏତେ ବଡ ଗୋଟେ ଲିଡର ନୁହଁ ଯେ ମୁଁ ଏଠି କାମ ଛାଡିକି ତାଙ୍କ ପାଇଁ ଯିବି ଦେଖା କରିବା ପାଇଁ। ସିଏ କୋଉ ଦାମିକିଆ ଲୋକ ମୁଁ ଖାତିର କରିନି ମୁଁ ତାଙ୍କୁ ବି ଅପେକ୍ଷା କରିଥାନ୍ତି ମୁଁ କାଲି ଆସିନଥାନ୍ତି ମୁଁ ଶୁଣିଲି ସେ ଗେଟ୍ ତାଲା ପକେଇବେ ସେ ରହୁନାହାନ୍ତି ମୁଁ ତ ଆସିନଥାନ୍ତି ମୋ ଡେଟ୍ ଫିକ୍ସ କରିଛି ଆପଣଙ୍କୁ ମାନଙ୍କୁ କହିଥିଲି ସେଇ ଡେଟ୍ରେ ମୁଁ ଆସିଛି ମୋ କଥା ମୁଁ ରଖିଛି ସେ ମଧ୍ୟ କହିଥିଲେ ଯେ ଅନନ୍ତ ନାରାୟଣ ଦଳ ବହୁତ ପଇସା ବାଲା ଲୋକ ଏତେ ବଡ ଲୋକଙ୍କୁ ଆମ ପାର୍ଟିରେ ଆମେ ଜାଗା ଦେଇପାରୁନୁ ତାଙ୍କୁ ରଖିବାକୁ ଆମ ସାହସ ନାହିଁ। ତାଙ୍କର ଯଦି ଏତେ ବଡ ଲୋକ ନୁହନ୍ତି ଏତେ ଟଙ୍କା ତାଙ୍କର ଆଇଲା କୋଉଠୁ ତାଙ୍କର ମାନେ ଅଧିକ ଟଙ୍କା ଦେଖନ୍ତୁ ସବୁ ଦେଉଛି ମୁଁ କପି ଅଛି ସମସ୍ତ ପ୍ରମାଣ ସହିତ ଧରିକି ଆଇଛି ଟଙ୍କା ପଇସାରେ ପ୍ରମାଣ ଧରିକି ଆଇଛି ଏତେ ଟଙ୍କା ସିଏ କୋଉଠୁ ଆଣିଲେ କେତେ ଟଙ୍କାର ମାଲିକ ସିଏ? ବହୁତ ଟଙ୍କାର ମାଲିକ ଆଦେହରେ ଅଛି ଦେଖିବେ ଗୋଟେ କହୁଛନ୍ତି ସିଏ ଅଧିକ ଥିବା ପର୍ଯ୍ୟନ୍ତ ସଭାପତି ଥିବା ପର୍ଯ୍ୟନ୍ତ ଆପଣଙ୍କୁ ସେ ଦଳରେ ପୁରେଇ ଦେବେ ବାଉଁଶ ରହିବନି କି ମଇଁଷି ବାଜିବନି ଆପଣଙ୍କୁ କଥା ଦେଇକି ଯାଉଛି କାହା ବୟସ ବୁଝିବେ ତାଙ୍କରି ମଇଁଷି ବାଜିବ ଡକ୍ଟରଙ୍କ ବୟସ ବୁଝିବେ ମଇଁଷି ନୁହଁ ବାଉଁଶ ରହିଲେ ମଇଁଷି ବାଜିବ ଶୁଣନ୍ତୁ କଂଗ୍ରେସ ପ୍ରଥମରୁ କହିଛି କି ମାନେ ପୈତୃକ ସମ୍ପତ୍ତି ନୁହଁ ସିଏ ଆଜି ଅଛନ୍ତି କାଲି ନଥିବେ କୌଣସି ଲିଡର ପୃଥିବୀରେ ଯେତେ ଦେଶଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ତାହେଲେ ଭାଇ କହିବା କିଏ ରହିଛନ୍ତି ଭକ୍ତ ଦାସ କଣ ଦଳ ବାହାରିବେ? ଆଜି ନହେଲେ କାଲି ବାହାରିବେ ଯଦି ବୟସ ବଜେଇଦେବା ପର୍ଯ୍ୟନ୍ତ କଲେ କାହା ବୟସ ବଜେଇବେ ଯିଏ ଯାହା ଚିନ୍ତା କରିଥିବ ତାଙ୍କ ବୟସ ବାଜିବ ମାନେ ଭକ୍ତଙ୍କ ବୟସ ବଜେଇଦେବେ ମୁଁ ସେ କଥା ନୁହଁ ଯିଏ ଚିନ୍ତା କରିଥିବ ଆମର ବୟସ ଯୋଉ ଚିନ୍ତା କରିଥିଲେ ମୋର କ୍ଷତି କରିବା ପାଇଁ ତାଙ୍କର କ୍ଷତି ହେବା ନିଶ୍ଚିନ୍ତ।